ଆପଣଙ୍କ ବାପା କିମ୍ବା ମା ଯଦି ଭଲ ଦରମା ପାଉଥାନ୍ତି ତେବେ ଆପଣ ଓବିସି ର ନନ୍ କ୍ରିମି ଲେୟର ସୁବିଧା ପାଇପାରିବେ ନାହିଁ। ସତରେ କ'ଣ ଆଇନ ଏଇ କଥା କହୁଛି? ଆସନ୍ତୁ ଜାଣିବା ସୁପ୍ରିମକୋର୍ଟ କ'ଣ କହିଛନ୍ତି ୟୁନିୟନ ଅଫ୍ ଇଣ୍ଡିଆ ଭର୍ସେସ୍ ରୋହିତ ନାଥନ ଆଣ୍ଡ ଅଦର୍ସ ମାମଲାରେ, ଯାହାକି ହେଇଥିଲା 11 ମାର୍ଚ୍ଚ 2026ରେ। ଦୀର୍ଘ ଦିନ ଧରି ୟୁପିଏସସି ଏବଂ ଅନ୍ୟାନ୍ୟ ସରକାରୀ ପରୀକ୍ଷାରେ ଓବିସି ପିଲାମାନଙ୍କୁ ନନ୍ କ୍ରିମି ଲେୟରର ସୁବିଧା ମିଳୁନଥିଲା, କାରଣ ତାଙ୍କ ବାପା କିମ୍ବା ମା ପିଏସୟୁ କିମ୍ବା ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ ଏବଂ ଭଲ ଦରମା ପାଉଥିଲେ। କିନ୍ତୁ ଏଥିରେ ଗୋଟେ ବଡ଼ ସମସ୍ୟା ଥିଲା। ସମାନ ପଦବୀରେ ସରକାରୀ କର୍ମଚାରୀମାନଙ୍କ ପିଲାମାନଙ୍କ ପାଇଁ ଗୋଟେ ନିୟମ ଏବଂ ପିଏସୟୁ ବା ପ୍ରାଇଭେଟ ସଂସ୍ଥାରେ କାମ କରୁଥିବା ଲୋକମାନଙ୍କର ପିଲାମାନଙ୍କ ପାଇଁ ଅନ୍ୟ ନିୟମ। ସୁପ୍ରିମକୋର୍ଟ କହିଲେ ଏହା ହେଉଛି ସମାନତାର ବିରୋଧୀ। ସୁପ୍ରିମକୋର୍ଟ କହିଲେ ଯେ କେବଳ ଜଣଙ୍କର ବାପା କିମ୍ବା ମାଙ୍କ ଦରମାକୁ ଦେଖି କୁହାଯାଇପାରିବ ନାହିଁ କିଏ କ୍ରିମି ଲେୟର କି ନୁହେଁ। 1993ର ମୂଳ ନୀତି ଯାହା କହୁଛି ସେହି ମାନଦଣ୍ଡ ଅନୁଯାୟୀ ନିଷ୍ପତ୍ତି ନିଆଯିବ। ଏହି ରାୟ ସ୍ପଷ୍ଟ କରିଦେଲା ଯେ ସଂରକ୍ଷଣ ନୀତି ବା ରିଜର୍ଭେସନ ନ୍ୟାୟସଙ୍ଗତ ଏବଂ ସମାନ ଭାବରେ ଲାଗୁ ହେବା ଦରକାର। ଏହିପରି ସୁପ୍ରିମକୋର୍ଟର ଲ୍ୟାଣ୍ଡମାର୍କ ଜଜମେଣ୍ଟସକୁ ସରଳ ଭାଷାରେ ଡିଟେଲ୍ସ ଜାଣିବା ପାଇଁ ମୋତେ ଫଲୋ ଏବଂ ସବସ୍କ୍ରାଇବ୍ କରନ୍ତୁ।